ଆଜ୍ଞା ନମସ୍କାର। ମୁଁ ଜଣେ ଓଡ଼ିଶାର ସାଧାରଣ ନାଗରିକ। ଆପଣମାନେ ସମସ୍ତେ ତ ଏବେ ଓତପ୍ରୋତ ଭାବେ ଜଡ଼ିତ ଥିବେ ଇଲେକ୍ସନକୁ ନେଇକି। ଏଥର ନିର୍ବାଚନ ବହୁତ ସରଗରମ ଚାଲିଛି। ଆଉ ସବୁଠି ଫର୍ ଏମଏଲଏ ପାଇଁ ମଧ୍ୟ ଆଉ ଏମପି କ୍ୟାଣ୍ଡିଡେଟ୍ ପାଇଁ ମଧ୍ୟ ବହୁତ ସାରା ସବୁ ପାର୍ଟି ମେଜରଲି ତିନିଟି ପାର୍ଟି, ମୁଁ ତ ନା ଆପଣମାନେ ତ ସମସ୍ତେ ଜାଣିଥିବେ, ତିନିଟି ପାର୍ଟି ଭିତରେ ବହୁତ ସାରା ଟଣାଓଟରା ହେଉଛି, ଯେ କି ସମସ୍ତେ କହୁଛନ୍ତି ଆମେ ଏଥର ନିର୍ବାଚନ ଜିତିବୁ। କିନ୍ତୁ ଗୋଟେ ସାଧାରଣ ନାଗରିକ ହିସାବରେ ମୁଁ କହିବି, ମୁଁ ନା ଟଙ୍କାକୁ ଚାହୁଁଛି, ନା ଅଲଗା ଯାହା ବି ସବୁ ଜିନିଷ ଦିଆହେଇକି ଆଜିକାଲି ଭୋଟ କିଣା ହେଉଛି, ସେସବୁ ଜିନିଷକୁ ଛାଡ଼ିଦେଲେ ଯଦି ଗୋଟେ ମୁଁ ଓଡ଼ିଶାର ଗୋଟେ ନାଗରିକ ହିସାବରେ ମୁଁ କହିବି ଯେ କି ମୋତେ ଗୋଟେ ଏମିତି ଗୋଟେ ମୁଖିଆ ଦରକାର ଯିଏକି ସତରେ ଗୋଟେ ମୁଖିଆ ଭଳିଆ ଲାଗୁଥିବ। ଓ ଇଣ୍ଡିଆର ଭାରତର ଆମର 28ଟା ଯେଉଁ ଷ୍ଟେଟ୍ ଅଛି, ଯେମିତି 28ଟା ମୁଖ୍ୟମନ୍ତ୍ରୀ ଠିଆ ହେଲା ଭିତରେ ଆମ ମୁଖ୍ୟମନ୍ତ୍ରୀ ଠିଆ ହେଇଥିବ, ଲାଗୁଥିବ ଗୋଟେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ। ମୁଁ କାହାକୁ କଟାକ୍ଷ କରି କହୁନାହିଁ, କାହିଁକି ନା ଅଲରେଡ଼ି ଯେଉଁମାନେ ଆସିଛନ୍ତି, ଯେଉଁମାନେ ଅଛନ୍ତି ବି ଏବେ, ସେମାନେ ଥିଲେ, ଭଲରେ ଥିଲେ, ତାଙ୍କୁ ବି ସମସ୍ତେ ସମର୍ଥନ କରୁଥିଲେ ସେଇ ପର୍ଯ୍ୟନ୍ତ ଯେଉଁ ପର୍ଯ୍ୟନ୍ତ ସିଏ ନିଜେ ବି ସବଳ ଥିଲେ। କିନ୍ତୁ ଆଜି ସିଏ ସବଳ ନାହାନ୍ତି, କିନ୍ତୁ ଛାଡ଼ୁ ବି ନାହାନ୍ତି। ବହୁତ ସାରା ଯୁବ ଲୋକଙ୍କୁ ବି ଚାନ୍ସ ଦେବାର କଥା। ଆଉ ଏଇଟା ଗୋଟେ ମୁଁ ଆପଣମାନଙ୍କୁ ଅନୁରୋଧ, ଭୋଟ ଦିଅନ୍ତୁ, ଚିନ୍ତା କରିକି ଦିଅନ୍ତୁ ଗୋଟେ ସବଳ ଲୋକକୁ, ଯାହାର ଉନ୍ନତ ମସ୍ତିଷ୍କ, ଯେଉଁଥିରେ କି ସିଏ ଆଟଲିଷ୍ଟ ଓଡ଼ିଶା ପାଇଁ ଚିନ୍ତା କରୁଥିବ। ଓଡ଼ିଶା ପାଇଁ କାଲି ଲୋକ ଦୁଇଟା ଠିଆ ଯେତେବେଳେ ଚାହୁଁଥିବେ ଆମ ଲୋକ ଆମ ପାଖରେ ଠିଆ ହଉ, ସିଏ ବି ଆସି ଠିଆ ହେଇପାରୁଥିବ। କିନ୍ତୁ ମୋତେ ଲାଗୁନି ଏବେ ଯିଏ ଅଛନ୍ତି ସିଏ ଆଉ ଠିଆ ହେଲା ଭଳିଆ। ଆଉ ଗୋଟେ ଜିନିଷ ହେଲା, ଆଜି ମୋ ଘର ଉନ୍ନତି ହେଲେ ମୋ ସହର ଉନ୍ନତି ହେବ, ମୋ ସହର ଉନ୍ନତି ହେଲେ ମୋ ଜିଲ୍ଲା ଉନ୍ନତି ହେବ, ରାଜ୍ୟ ଉନ୍ନତି ହେବ, ଦେଶ ଉନ୍ନତି ହେବ। କିନ୍ତୁ ଆପଣ ଥରେ ଭାବନ୍ତୁ, ମୁଁ ଯଦି ମୋ ଘରର ମୁଖିଆ ହେଇଥିବି ଆଉ ମୁଁ ରୋଗାକ୍ରାନ୍ତ ହେଇଥିବି, ଆଉ ମୁଁ ତାପରେ ସବୁବେଳେ ପାଇଁ ମୋର ନିଜର ଭାଇ ବନ୍ଧୁ କୁଟୁମ୍ବ କାହାକୁ ପାଖରେ ନ ପୁରେଇ ଗୋଟିଏ ମୁଁ ମାନେ ଯେଉଁ କହନ୍ତି ଖରାପ ଲାଗିପାରେ, ମୋର ଚାକରକୁ କହିବି ଯେ କି ତୁ ସବୁ ପ୍ରକାର ଜିନିଷରେ ଇନଭଲଭମେଣ୍ଟ ନେ। ମୋ ଘରରେ ଯଦି ଆଜି ଗୋଟେ ଚାକର ରହିବ, ସିଏ ହେଉଛି ଚାକର, କିନ୍ତୁ ମୁଁ ଯଦି ବଡ଼ ଗୋଟେ ପୋଷ୍ଟ ରହିକି ପିଏ ରଖିଲି, ସିଏ କ'ଣ ନା ପର୍ସନାଲ ଆସିଷ୍ଟାଣ୍ଟ। ତା ମାନେ ମୋର ଘରର କେହି ବି ଲୋକ ମୋ ପାଇଁ ନିଜର ହେଲେନି, ସିଏ ହିଁ ନିଜର ହେଲା। ଆଉ ତାକୁ ନେଇକି ମୁଁ ଯେତେବେଳେ ଆଗକୁ ବଢ଼ିବାକୁ ଚିନ୍ତା କରୁଛି, ତାହେଲେ ମୁଁ ମୋ ମୁଖିଆର ରୋଲ୍ ଏଠି କ'ଣ ରହିଲା? ସେଇଥିପାଇଁ ଆପଣ ସମସ୍ତଙ୍କୁ ଅନୁରୋଧ ଯେ କି ଏଥରକ ଚିନ୍ତା କରିକି ଓଡ଼ିଶାର ଉନ୍ନତି ପାଇଁ ଆପଣମାନେ ଭୋଟ ଦିଅନ୍ତୁ। କାରଣ କାମ ଆଜି ବି ହେଉଛି, କାଲି ଯେଉଁ ବି ସରକାର ଆସିବ ସେ ନିଶ୍ଚିନ୍ତ କରିବ। ଶେଷରେ ମୁଁ ଆଉ ଗୋଟେ କଥା କହିବି, ବହୁତ ଲୋକଙ୍କର ଚିନ୍ତାଧାରା ଏତିକି ଇଏ ଯେ ଆମେ ଏମଏଲଏ ଆମର ଲୋକାଲ ପାର୍ଟିକି ଦେବା, ଏମପି ଆମେ ସେଣ୍ଟରରେ ଯିଏ ଅଛି ତାକୁ ଦେବା। ତ ଥରେ ଭାବନ୍ତୁ, ସେଣ୍ଟରରେ ଏଇଥିପାଇଁ ଆମେ ଦେବାକୁ ଚାହୁଁଛୁ କାରଣ ସେଣ୍ଟରରେ ସେ ଭଲ କାମ କରୁଛି। ଆଉ ସେମାନେ କ'ଣ ଲୋକାଲକୁ ଆସିଲେ ସେମାନେ ଭଲ କାମ କରିବେନି? ସେମାନେ ଆଜି ଭଲ କାମ କରୁଛନ୍ତି ବୋଲି ତ ପୁରା ଅଲ୍ ଇଣ୍ଡିଆ ତାଙ୍କ ପାଖରେ ରହୁଛି। ତ ଏଠି କେମିତି ଆପଣମାନେ ଭାବୁଛନ୍ତି ଯେମିତି କାମ କରିବେନି ବୋଲି? ସେଇଥିପାଇଁ ଆପଣମାନଙ୍କୁ ଅନୁରୋଧ, ଯାହାକୁ ବି ଚୟନ କରୁଛନ୍ତି ଭାବିଚିନ୍ତି ଚୟନ କରନ୍ତୁ। ଆମ ଭବିଷ୍ୟତ ଯାହା ହାତରେ ଦେବାର ଅଛି, ସେ ଭବିଷ୍ୟତର ଲୋକକୁ ଠିକ୍ ଲୋକକୁ ଚୟନ କରନ୍ତୁ, ନା କି ଏମିତି ଲୋକଙ୍କୁ ଚୟନ କରନ୍ତୁ କାଲି ଯେମିତି ଆମ ଘରର ମୁଖିଆର ଯଦି ଦେହ ଖରାପ ହେଇଯାଉଛି, ତାକୁ ନେଇକି ଆମର ପ୍ରେଜେଣ୍ଟ, ତା ଦେହ ଖରାପ ହେଲେ 4ଟା ଲୋକ ଆମକୁ କ୍ୱେଶ୍ଚିନ୍ କରିବେ, ଏ ଲୋକର ତ ଦେହ ଭଲ ନାହିଁ, ଏ କେମିତି ତା ଘର ଚଳେଇବ? ସେମିତି ଆମ ଓଡ଼ିଶାର ହାଲତ ନ ହେଉ। ଓଡ଼ିଶାରେ ବହୁତ କିଛି ଜିନିଷ ଅଛି, ବହୁତ କାମ ବି ହେଇଛି, ମୁଁ କେବେ ବି କାହାକୁ ଆଙ୍ଗୁଠି ଉଠାଉନି, ସେମାନେ ବି ଭଲ କାମ କରିଛନ୍ତି। ଏବେ କିନ୍ତୁ ସେ କରିବାର ଯୋଗ୍ୟ ନୁହନ୍ତି। ଏବେ ଚାହିଁଲେ ସେ ନିଜକୁ ନିଜେ କ୍ୱିଟ୍ କରିଦେବାର କଥା। ଆଉ ନିଜର ଲୋକମାନଙ୍କୁ ସିଏ ଆଉ ନେଉନାହାନ୍ତି। ସିଏ ଜଣାତରେ ହେଉ କି ଅଜାଣତରେ ହେଉ ଗୋଟେ ଚକ୍ରବ୍ୟୁହରେ ଫସି ଯାଇଛନ୍ତି ଆଉ ବାହାରି ପାରୁନାହାନ୍ତି। ଆଉ ସେ ଚକ୍ରବ୍ୟୁହକୁ ଭାଙ୍ଗିବା ଆମମାନଙ୍କର ଦାୟିତ୍ୱ।